मंदिर रे 84 पाहाच आउ 999 पाहाच 999 पाहाच ଯେତେବେଳେ ନଥିଲା ସେ ସମୟରେ ଆମେ ଯିବା। 999 ପାହାଚ ଯେତେବେଳେ ମାଙ୍କ ନଥିଲା, ଲୋକ ସେବାୟତ ମାନେ ଯେତେବେଳେ ଜଙ୍ଗଲ ଭିତରେ ପ୍ରବେଶ କରି ମାଙ୍କୁ ସେବା ପୂଜା ଦଉଥିଲେ କରୁଥିଲେ। ଯେତେବେଳେ 999 ପାହାଚର ଗୋଟେ ଇତିହାସ ଅଛି। ଆମର ଗଞ୍ଜାମ ଜିଲ୍ଲାର ଗୋଟେ ଚିଟି ରାମେୟା ବୋଲି ଜଣେ ଭକ୍ତ, ଯେତେବେଳେ ସେ ସମୟରେ ନୌ ବାଣିଜ୍ୟ ସମୟରେ ଜାହାଜରେ ସମୁଦ୍ର ଭିତରେ ଗତି କରି ନିଜ ଅନ୍ୟ ଦେଶ ମାନଙ୍କୁ ଯାଇକି ତାଙ୍କର ବ୍ୟବସାୟ କରିଥାନ୍ତି। କିନ୍ତୁ ସେ ଯୋଉ ଜାହାଜରେ ସେ ବ୍ୟବସାୟ କରିବା ପାଇଁ ଯାଉଥିଲେ ଏବଂ ସେ ସମୟରେ ବିଭିନ୍ନ ପ୍ରକାର ରତ୍ନ ଅଳଙ୍କାର ମାନ ଥିଲା ସେ ଜାହାଜରେ। ସମୁଦ୍ରର ମଧ୍ୟଭାଗରେ ପ୍ରଚଣ୍ଡ ଗୋଟେ ଶବ୍ଦ, ଗୋଟେ ଘଡଘଡି ମେଘ ସହିତ ଯେତେବେଳେ ଆସିଲା, ସେତେବେଳେ ଚିଠି ରାମେୟା ବୋଲି ଜଣେ ଭକ୍ତ ସେ ମାଙ୍କୁ ଡାକିଥିଲେ, ହେ ମା ତାରା ତାରିଣୀ, ମତେ ସମୁଦ୍ର ମଧ୍ୟଭାଗରୁ ଉଦ୍ଧାର କରନ୍ତୁ। ସମୁଦ୍ରରେ ମଧ୍ୟଭାଗରେ ଯୋଉ ଚକ୍ର ବି ଥାଏ ଆମର ଘଡଘଡି ବର୍ଷା, ଏ ସମୟରେ ପୁରା ଭୟଭୀତ ହେଇକି ନିଜ ପରିବାର ମଧ୍ୟ ସାଙ୍ଗରେ ଅଛନ୍ତି। ସେ ସମୟରେ ମାଙ୍କୁ ସେ ଆରାଧନା କରୁଥିଲେ। ସେ ସମୁଦ୍ରର ମଧ୍ୟଭାଗରୁ ମା ତାକୁ ଉଦ୍ଧାର କରି ଆଣିଥିଲେ। ଯେତେବେଳେ ଆଣିଲେ, ସେତେବେଳେ ଜାହାଜରେ ଯାହା ଯାହା ବି ରତ୍ନ ଅଳଙ୍କାର ମାନ ଥିଲା, ସବୁ ସେ 999 ପାହାଚ ତିଆରି କରିଦେଲେ। ତାଙ୍କର ବି ଅଛି ପ୍ରତିମୂର୍ତ୍ତି, ଆମେ ସେ ସିଂହଦ୍ୱାରରେ ଦେଖିବା। ସେଠି 84 ପାହାଚ ହଉଛି, ସେଇଟା ହଉଛି 22 ପାହାଚ। ସେଇଠି ମା 22 ପାହାଚରେ ପ୍ରତ୍ୟେକ ମହାଷ୍ଟମୀ, ସପ୍ତମୀ, ବାସନ୍ତିକ ଦୁର୍ଗ ପୂଜାର ମହାସପ୍ତମୀ ଏବଂ ମହାଅଷ୍ଟମୀ ଦିନ, ନବରାତ୍ରିକ ପୂଜାରେ ଯେତେବେଳେ ଶାରଦୀୟ ଦୁର୍ଗ ଉତ୍ସବ, ସେ ସମୟରେ ସେ 22 ପାହାଚରେ ତାଙ୍କର ଗୋଟେ କ୍ରିୟା ନୀଳା ମାଙ୍କର ଥାନ୍ତି। ତେଣୁକରି ସେ 84 ବିଶିଷ୍ଟ ପାହାଚଟା ଯେ ସ୍ୱତନ୍ତ୍ର ଭାବରେ ବଡ ବଡ ପାହାଚ ହେଇଥାଏ, ସେ ମାଙ୍କର ସେଠି ନିଜେ ନିଜେ ଗୋଟେ ଆଲୋଚନା କରନ୍ତି। ସେଟା ଗୋଟେ ତାଙ୍କର ଗୋଟେ ଶକ୍ତି ଅଛି।